ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କଠାରୁ ବନ୍ଧୁକ ଦେଖାଇ ସୁନା ରୂପା ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚଞ୍ଚକତା ସୃଷ୍ଟି କରିଛି। ଗୋଡୁପୋଖରୀ ଗାଁର ଶାହା କସିମ ଉଦ୍ଦିନ ଧାମନଗରରେ ଗହଣା ବ୍ୟବସାୟ କରୁଥିବା ବେଳେ ରାତି ପ୍ରାୟ 10ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ସେ ଧାମନଗର ଝାଟିଆସାହି ଛକ ନିକଟରେ ପହଞ୍ଚିବା ବେଳେ ଦୁଇଟି ବାଇକ୍ରେ ଆସିଥିବା 5 ଜଣ ଦୁର୍ବୃତ୍ତ ତାଙ୍କ ଗାଡିକୁ ସାମ୍ନାରୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ତାଙ୍କୁ ତଳେ ପକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ଗାଡି ଚାବି ଛଡାଇ ନେଇ ସ୍କୁଟି ଡିକିରେ ରଖାଯାଇଥିବା ପ୍ରାୟ 2 ଭରି ସୁନା ଓ 700 ଗ୍ରାମ ରୂପା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ମୋ ନାଁ ହେଉଛି ଏସ୍କେ ପପୁ। ମୋ ଘର ଧାମନଗର ହବିବନଗର। ମୋ ଭେଣେଇର ସୁନା ଦୋକାନ ଅଛି ଧାମନଗର ମାର୍କେଟ ଉପରେ। ତାଙ୍କ ଘର ହେଉଛି ଗୁଡ଼ିପୋଖରୀ। ସେ ଦୋକାନ ବନ୍ଦ କରିକି ଆସୁଥିଲେ ପ୍ରାୟ 10ଟା ବେଳେ। କିଛି ସୁନା ଚେନ୍ ଥିଲା 2ଟା, ଆଉ 700 ଭଳିଆ ରୂପା ଥିଲା, 30,000 ଟଙ୍କା କ୍ୟାସ୍ ଥିଲା। ସେ ଆସୁଥିଲେ ଏଇଠି ଝାଟିଆ ସାହି ଟିକେ ଜଷ୍ଟ ଆଗକୁ। ତାଙ୍କୁ 5 ଜଣ ଦୁର୍ବୃତ୍ତ ତାଙ୍କୁ ମାରିକି ସୁନା ମନା ସବୁ ଛଡ଼େଇ ତାଙ୍କ ମୁଣ୍ଡ ସବୁ ମାରିକି ମୁଣ୍ଡ ଫଟେଇ ଦେଇଛନ୍ତି। ଆଉ ତାଙ୍କ ଛାତି ମାତି ସବୁ ମାଡ଼ା ହେଇଛି। ଆଉ ଆମେ ଥାନାରେ ଯାଇକି ଏଫଆଇଆର କରିଛନ୍ତି। ଏଫଆଇଆର କଲା ପରେ ପୋଲିସ ସାର୍ ଆସିକି ଛାନବିନ୍ କରୁଛନ୍ତି। ସବୁ ସିସି କ୍ୟାମେରା ଫୁଟେଜ ବି ଚେକ୍ କରୁଛନ୍ତି। ଆଉ ଏତିକି ଆମର ଧାମନଗର ପ୍ରଶାସନ ଉପରେ ଭରସା ଅଛି, ସେ ଆମକୁ ନୀତି ନ୍ୟାୟ ଦେବେ। ଆଉ ଚୋରି ହେଲା ବେଳେ ତମର ଘର ଲୋକଙ୍କ ଯୋଉ ଚୋରି ହେଲା, ଆଜ୍ଞା, ତାଙ୍କ ହାତରେ କିଛି ମାରଣାସ୍ତ୍ର ଥିଲା କି? ହଁ, ତାଙ୍କ ହାତରେ, ତାଙ୍କ ଭେଣେଇ କହୁଛନ୍ତି ତାଙ୍କ ହାତରେ ବନ୍ଧୁକ ଥିଲା। ଆଉ ତାଙ୍କୁ ମାରିକି ହାତରେ ସବୁ କ'ଣ ସବୁ ଲୁହା ଜିନିଷ ସବୁ ପିନ୍ଧିକି ଆସିଥିଲେ। ବହୁତ ମାରିକି ମୁଣ୍ଡ ପଚିଥିଲେ। ତା ହାତରେ ବନ୍ଧୁକ ବି ଥିଲେ। ବନ୍ଧୁକ ଦେଖେଇ ତାଙ୍କ ହାତରୁ ଚାବି ଛଡ଼େଇ ଗାଡ଼ିରେ ଡିଗି ଭିତରେ ଯାହା ଥିଲା ସବୁ ବାହାର କରିକି ନେଇକି ମାରିକି ପଳେଇଲେ। ସେଇଠି ମୋ ଭେଣେଇ ମୋତେ ଫୋନ୍ କଲେ ଯେତେବେଳେ, ମୁଁ ସାଙ୍ଗେ ସାଙ୍ଗେ ଧାମନଗରରୁ ଫୋନ୍ କଲି। ମୁଁ ଧାମନଗର ଆସିଲି। ଏପଟୁ ମୋ ଭଣଜା ଆସିଲା, ତାଙ୍କ ପୁଅ 2 ଜଣ ଆସିକି ତାଙ୍କୁ ଧରିକି ମେଡ଼ିକାଲ ନେଇକି ଟ୍ରିଟମେଣ୍ଟ କରିକି ଥାନାରେ ଦେଖେଇ ସାଙ୍ଗେ ସାଙ୍ଗେ ପୋଲିସ ବାଲା ବି ଆସିକି ସ୍ପଟ୍ ଉପରେ କାଲି ରାତିରେ ବି ଇନକ୍ୱାରି କରିକି ଯାଇଥିଲେ। ଏବେ ବି ଇନକ୍ୱାରି କରୁଛନ୍ତି, ସିସି କ୍ୟାମେରା ଫୁଟେଜ ବି ବାହାର କରୁଛନ୍ତି। ଖବର ପାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବିଭିନ୍ନ ଛକ ବଜାରରେ ଥିବା ସିସିଟିଭି ଯାଞ୍ଚ କରୁଛି। ଘଟଣାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରିଛି। ମୋ ନାଁ କସିମ ଉଦ୍ଦିନ ଶାହା। ମୁଁ କାଲି 9ଟା 45ରେ ଧାମନଗର ଦୋକାନ ବନ୍ଦ କରିକି ଆସିନି। ଝାଟିଆ ସାହି ଆମ ପୋଖରୀ ସେପଟ 100 ମିଟର ହବ। 5 ଜଣ ପଛରେ ଟୁଲରରେ ଆସିକି ଇଏ ମାନେ ମୁଖୀ ଆଉ ଭୁଜାଲି ଇଏ ମାରିକି ମୋର ଜିନିଷ ଚାବି କାଠି ଏସବୁ ନେଇକି ପଳେଇଲେ। ପାଖରେ ଥିଲା ରୂପା 700 ଗ୍ରାମ ଥିଲା, ଆଉ 2ଟା ସୁନା ହାର ଥିଲା, ଆଉ ଦୋକାନ କାଠି ଥିଲା, 13 ଯୋଡ଼ି କାଠି ଥିଲା, ଖାତା ବାକି ଖାତା ଥିଲା। ଆଉ ଟଙ୍କା 30,000 ଟଙ୍କା ଥିଲା ସାର୍। ମାନେ ମୁଖୀ ମାରିଲେ ଏଟା ଫାଟି ଯାଇଛି, ଏଠି ଫାଟି ଯାଇଛି। ତାପରେ କରିକି ମୋତେ ଅଟକେଇ 5 ଜଣ ଥିଲେ। 2ଟା ଟୁଲରରେ 5 ଜଣ, ଗୋଟେ 3 ଗୋଟେ 2 ଥିଲେ। ଗୋଟେ ରିଭଲଭର ଛୋଟ ଧରିଥିଲେ। କହିଲେ ଚାବି କାଠି ଦେ। ମୋ ସ୍କୁଟି ଗାଡ଼ି ଦୋକାନ କାଠି ସେ ଝୁଲା ପୁରା ନେଇକି ପଳେଇଲେ 10ଟା ବେଳେ ରାତି। ନା ସିଆଡ଼େ ମାନେ ଇଆଡ଼କୁ ଗଲେ ଫର ଫେରିକି 5 ମିନିଟ୍ ଭିତରେ ଫେରିଗଲେ ଇଆଡ଼କୁ। ମୁଁ ଯାଇକି ଥାନାରେ ଜଣେଇକି ମେଡ଼ିକାଲରେ ଯାଇକି ଇଞ୍ଜେକ୍ସନ ନେଇକି ମାନେ ଔଷଧ ମାରିକି ଇଏ କରି ତାପରେ ଆମେ ଏଫଆଇଆର ଦେଇକି ଆସିନୁ। ଆଜ୍ଞା, ପୋଲିସ ଇନକ୍ୱାରି କରିଛନ୍ତି। ଏଇখানে ସିସିଟିଭି ଏଠି ଦେଖିଲେ ଯାଇଛନ୍ତି ଦେଖିବା ନାଇଁ, ବୁଝିଲ ନା। ମାନେ 2 ବର୍ଷ ପରେ ଏଇ ରାସ୍ତାରେ ହେଇଥିଲା ଆଟାକ୍ ହେଇଥିଲା। ଆହୁରି ଏଠୁ 1/2 କିଲୋମିଟର ଆଗରେ ହେଇଥିଲା ଆଟାକ୍। ସେ ହେଇଥିଲା 9ଟା 15ରେ, କାଲି ହେଲା ରାଇଟ୍ 10ଟାରେ। ଭଦ୍ରକରୁ ପ୍ରଭାକର ବାରିକ ରିପୋର୍ଟ, ଜାଗୃତି ଲାଇଭ୍ ମିଡିଆ।